ମାଣବସା ଗୁରୁବାର ସ୍ପେଶାଲରେ ଯଦି ଆପଣମାନେ ମାଣ୍ଡିଆ ମୁଆଁ ପିଠା ବନେଇବା ପାଇଁ ଚାହୁଁଛନ୍ତି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସେଥିପାଇଁ ଗୋଟେ କପ୍ ଚାଉଳ, ଗୋଟେ କପ୍ ବିରି ନେଇଯିବେ। ପାଣି ଦେଇକି ଏହାକୁ ପରିଷ୍କାର କରି ଧୋଇକି ସେଥିରେ ହାଫ୍ କପ୍ ଆପଣମାନେ ମାଣ୍ଡିଆ ଦେଇକି ଏହାକୁ ଭିଜିବା ପାଇଁ 6ରୁ 7 ଘଣ୍ଟା ରଖିନେବେ। ଏବେ ଆମେ ପୁର ବନେଇବା। ଧଳା ରାଶିକି ଟିକେ ଭାଜିକି ବାହାର କରିନେବା। ସ୍ୱାଦ ଅନୁଯାୟୀ ଆପଣମାନେ ଗୁଡ଼ ଦେଇଦେବେ। ଗୁଡ଼ ଟିକେ ମେଲ୍ଟ ହେଲା ପରେ ନଡ଼ିଆ କୋରେଇକି ରଖିଥିଲେ ତାକୁ ଦେଇଦେବା। କ୍ଷୀର ଛେନା ମୁଁ ଏଠାରେ ଦେଇଛି। ଗୋଲମରିଚ ଗୁଜୁରାତି ଗୁଣ୍ଡ, ଭାଜିକି ରଖିଥିବା ଧଳା ରାଶି ଦେଇକି ଏହାକୁ ଭାଜି ନେବା। ଦେଖନ୍ତୁ ପୁର ବିଲକୁଲ ରେଡ଼ି ହେଇଗଲା। ଭିଜେଇକି ରଖିଥିଲେ ସବୁଗୁଡ଼ିକ ବଢ଼ିଆ ଭାବରେ ଭିଜି ଯାଇଛି। ଏହାକୁ ପାଣିରୁ ଛାଣିକି ବ୍ଲେଣ୍ଡିଂ ଜାର୍ ଦେହରେ ଦେଇଦେବା। ଅଳ୍ପ ପାଣି ଦେଇକି ଏହାକୁ ଚିକଣ କରିକି ବାଟି ଆଣିବେ। ଏହାକୁ ଏବେ ଆମେ ଗୋଟେ ବାଉଲ୍ ଧିରେ ରଖିନେବା। ସ୍ୱାଦ ଅନୁଯାୟୀ ଲୁଣ ଦେଇକି 3ରୁ 4 ମିନିଟ୍ ଆପଣମାନେ ଟିକେ ଫେଣେଇ ନେବେ। କଭର କରିକି 3ରୁ 4 ଘଣ୍ଟା ଏହାକୁ ରଖିନେବେ। ଏବେ ଚାଲନ୍ତୁ ପିଠାକୁ ସିଝାଇବା ପାଇଁ ଡିସ୍ ଦେହରେ ପାଣି ଦେଇକି ଟାଇଟ୍ କରି କପଡ଼ାଟି ବାନ୍ଧି ନେବେ। ଏହାକୁ ଗ୍ୟାସ୍ ଉପରେ ବସାଇ ନେବା। 3ରୁ 4 ଘଣ୍ଟା ପରେ ଖାଇବା ସୋଡ଼ା ଦେଇକି ଆଉଥରେ ମିଶାଇ ନେବେ। ପାଣି ଆମର ବଢ଼ିଆ ଭାବରେ ଫୁଟିଲାଣି। କପଡ଼ା ଉପରେ ଟିକେ ପାଣି ଛିଞ୍ଚି ଦେବା। ପ୍ରଥମେ ପିଠଉ ଦେଇଦେବେ। ଏହା ଉପରେ ଆପଣମାନେ ପୁର ଦେଇକି ଆଉ ଥରେ ପିଠଉ ଦେଇକି କଭର କରିନେବେ। ଏହା ପରେ ଆଉ ଟିକେ ଆମେ ପୁର ଦେଇକି କଭର କରିକି ଆପଣମାନେ 15 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ ସିଝେଇ ନେବେ। ପିଠା ବଢ଼ିଆ ଭାବରେ ସିଝିଗଲା ପରେ ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ଆପଣମାନେ ସର୍ଭ କରିବେ।